କିନ୍ତୁ ବିଭିନ୍ନ ପଦକ୍ଷେପରେ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ଏଥିପାଇଁ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ, ରଥଯାତ୍ରାକୁ ଠିକ୍ ଢଙ୍ଗରେ କରିବା ପାଇଁ ଏବଂ ଭକ୍ତମାନଙ୍କର କୌଣସି ଅସୁବିଧା ନ ହଉ ଏ ସବୁ କଥାକୁ ଦେଖିବା ପାଇଁ ଏସବୁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେଉଛି। ମାନ୍ୟ ଗଜପତି ମହାରାଜ ଆଜି ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଭେଟିଛନ୍ତି। ତାଙ୍କ ସାଙ୍ଗରେ ଗୁଡ଼ିଏ ବି ଆଲୋଚନା ହେଇଛି ଏବଂ ରଥଯାତ୍ରା କେମିତି ଠିକ୍ ଢଙ୍ଗରେ ହବ ସେ ସମ୍ପର୍କରେ ମହାରାଜଙ୍କର ବହୁତ ଗୁଡ଼ିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଥିଲା। ତାକୁ ବି ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ସହିତ ଗ୍ରହଣ ସମ୍ପୂର୍ଣ୍ଣ ରୂପେ ଯେଉଁ ସମୟ ନିର୍ଘଣ୍ଟ ମ୍ୟାନେଜିଂ କମିଟି ନିର୍ଦ୍ଧାରଣ କରିଛି ସେହି ସମୟ ନିର୍ଘଣ୍ଟରେ ସବୁ ଜିନିଷ ପୁରା ଟାଇମ୍ ଟୁ ଟାଇମ୍ ମିନିଟ୍ ଟୁ ମିନିଟ୍ ଷ୍ଟିକ୍ କରିବା ପାଇଁ ନିଷ୍ପତ୍ତି ହେଇଛି ଏବଂ ସେଥିରେ ପୁରାପୁରି ଭାବରେ ତାକୁ ଆଧାର କରିକି ଆମେ ଆଗକୁ ଯିବାକୁ ଚାହୁଁଛୁ। ମହାମହିମ ରାଷ୍ଟ୍ରପତିଙ୍କର ଗସ୍ତକୁ ନେଇକି ବି ଆଲୋଚନା ହେଇଛି ଏବଂ ସେ ଯେତିକି ସମୟ ରହିବେ ଏବଂ କେମିତି କ'ଣ ହବ ସେଠି ପୁରାପୁରି କାର୍ଯ୍ୟକ୍ରମ ତାଙ୍କର କ'ଣ ରହିବ ସେ ବାବଦରେ ବି ଚର୍ଚ୍ଚା ଆଲୋଚନା ହେଇଛି ଏବଂ ଆହୁରି ଡିଟେଲ ପ୍ରୋଗ୍ରାମ ତାଙ୍କର ଆସିଲା ପରେ ପୁଣି ଆମେ ଆଗକୁ ପୁଣି ଯାହାର ତା ଆବଶ୍ୟକତା ଅଛି ସେ ଅନୁସାରେ କରିବୁ। କିନ୍ତୁ ସେ ତାଙ୍କର ଗସ୍ତ କ୍ରମକୁ ରଥଯାତ୍ରା ସହିତ ଯୋଡ଼ିକି କିଭଳି ମ୍ୟାଚ୍ କରାଯିବ ସେ କଥା ଆଖି ଆଗରେ ରଖିକି ଆମେ ସେ କଥା କରୁଛୁ। ତେଣୁକରି କୌଣସି ପ୍ରକାର ଅସୁବିଧା ହବ ନାହିଁ। ମହାମହିମ ରାଷ୍ଟ୍ରପତିଙ୍କର ଦର୍ଶନ ବି ଠିକ୍ରେ ହବ ଏବଂ ସେଇଭଳି ଭାବରେ ଯେଉଁ ଭକ୍ତମାନେ ଦୂର ଦୂରାନ୍ତରୁ ଆସିଥିବେ ତାଙ୍କ ଦର୍ଶନ ବି ଠିକ୍ରେ ରହିବ।